ବାଲି ଚୋରାଚାଲାଣ କରିବା ବନ୍ଦ କରିବା ପାଇଁ ଆଇନ ଅଛି। ସେ ଆଇନକୁ ମାଇନିଂ ଅଫିସର ଏବଂ ସ୍ଥାନୀୟ ତହସିଲଦାର ମାନଙ୍କର ସହଯୋଗରେ ସେ ଆଇନ କାର୍ଯ୍ୟକାରୀ ହେବା କଥା ଏବଂ ଜିଲ୍ଲାପାଳ ମାନେ ତା ଉପରେ ନଜର ରଖିବା କଥା। କିନ୍ତୁ ଦୁଃଖର କଥା ଏବଂ ଏଥିରୁ ଅଧିକ ରୋଜଗାର ମଧ୍ୟ ରାଜ୍ୟ ପାଇବା କଥା। ରାଜ୍ୟର ଗୋଟେ ବଡ ସୋର୍ସ ଅଫ ଇନକମ ହଉଛି ଏଇ ବାଲି, ନଈ ବାଲି। କିନ୍ତୁ ଦେଖିବାକୁ ମିଳୁଛି ଲୋକାଲ ଏମଏଲଏ ଅନେକ ଜାଗାରେ ଲୋକାଲ ଏମଏଲଏଙ୍କର ସରକାରୀ ଦଳର ଏମଏଲଏ ବା ସରକାରୀ ଦଳର ଯୋଉମାନେ ଅଛନ୍ତି ବଡ ପଣ୍ଡା ସେଇମାନଙ୍କର ସହଯୋଗିତାରେ ବାଲିଘାଟ ସବୁ ନିର୍ମାଣ ଯୋଉ ହେଇଛି ନିଲାମ ହେଇଛି ଏବଂ ନିଲାମ ହେଲା ବେଳେ ଯୋଉ ଏରିଆ ଦେଖାଯାଉଛି ତାଠାରୁ ବଡ ଏରିଆରୁ ବାଲି ଉଠା ଯାଉଛି ଏବଂ ସେ ଗାଡି ସବୁ ଛଡା ଯାଉଛି। ଯଦି କୌଣସି ସାଧାରଣ ଆଉ ଗୋଟେ କାହାର ଗାଡି ଫାଡି ତା ଭିତରେ ପଶି ଆସିଲା ତାହେଲେ ସେ ଗୋଟାଏ ଦିଟା ଗାଡିକି ଧରିକିରି ତହସିଲଦାର ବାହା ନଉଛନ୍ତି ବା ମାଇନିଂ ଅଫିସର ବାହା ନଉଛନ୍ତି ଏବଂ କଣ ନା ଧରାଗଲା ବାଲି, ଚୋରା ବାଲି ଧରାହେଲା। କିନ୍ତୁ ପ୍ରକୃତରେ ଚୋରା ବାଲିରେ ଯୋଉମାନେ ସମ୍ପୃକ୍ତ, ବାଲି ଚୋରି କରିବାରେ ଯୋଉମାନେ ସମ୍ପୃକ୍ତ ଏବଂ ନଈରୁ ବାଲି ଉଠେଇବାରେ ଯୋଉମାନେ ସମ୍ପୃକ୍ତ, ରାସ୍ତା ଖରାପ କରିବାରେ ଯୋଉମାନେ ସମ୍ପୃକ୍ତ, ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଫଳରେ ରାଜ୍ୟର ରାଜସ୍ୱ ହାନି ହଉଛି ଏବଂ ନଈର ମଧ୍ୟ ସ୍ଥିତି, କାରଣ ନଈରୁ ମଧ୍ୟ ଅପର୍ଯ୍ୟାପ୍ତ ମାନେ ବହୁ ପରିମାଣରେ ବାଲି ଉଠେଇଲେ ନଈର ବେଡ୍ ବା ନଈର ଯୋଉ ଇଏ ରହିଛି, ଶଯ୍ୟା ରହିଛି, ସେ ଶଯ୍ୟା ମଧ୍ୟ ନଷ୍ଟ ହବ ଏବଂ ନଈରେ ପାଣି ଯିବା ଆସିବା କରିବା ବେଳେ ଯୋଉ ଉପୁଜୁଥିଲା ଗୋଟେ ଇଏ ଭାବରେ ପ୍ରକୃତି ଦତ୍ତ ବ୍ୟବସ୍ଥା ଭିତରେ ତାହା ମଧ୍ୟ ନଷ୍ଟ ହେବ। ସାର୍ ବାଲି ଚୋରା ଚାଲାଣ ନେଇକି ସରକାର ଯୋଉ ଗୋଟେ ଇ ଲଟେରୀ ବ୍ୟବସ୍ଥା ଆଣିଛନ୍ତି, ଏହା ଦ୍ୱାରା କଣ ଆପଣ ଭାବୁଛନ୍ତି ବାଲି ଚୋରା ଚାଲାଣ ରୋକା ହୋଇପାରିବ? କଣ ସରକାର ଯାହା ଆଇନ କରୁଛନ୍ତି ବା ଯାହା ନିଷ୍ପତ୍ତି କରୁଛନ୍ତି ତାକୁ ଯଦି କାର୍ଯ୍ୟକାରୀ କରିବେ ସଠିକ ଭାବରେ, ସଚୋଟ ଭାବରେ, ତାହେଲେ ହବ, କାର୍ଯ୍ୟକାରୀ ହବ। କିନ୍ତୁ ସଚୋଟ ଭାବରେ କରାଯାଉନି। ମୁଁ ପୁରା ନିଜେ ଜାଣିଛି ଲୋକାଲ ଏମଏଲଏ ମାନଙ୍କର ତା ଦେହରେ ଭାଗିଦାରୀ ରହିକିରି ଏ ବାଲି ଚାଲାଣ ଚୋରାଚାଲାଣ ହଉଛି। ଏଠୁ କେମିତି କହିବା ଆମେ ସରକାର ଆଇନ କଲେ କାର୍ଯ୍ୟକାରୀ ହବ ବୋଲିକିରି? ସରକାରୀ ଏମଏଲଏଙ୍କର ଭାଗିଦାରିତା ଅଛି, ସରକାର ଦଳର ଲୋକଙ୍କର ଭାଗିଦାରିତା ଅଛି ଏଥିରେ। ସାର୍ ଲଘୁ ଖଣିଜ ଦ୍ରବ୍ୟ କଥା ସାର୍ କହୁଛନ୍ତି ସରକାର ଯେ ଆମେ ୟାକୁ ଚୋରା ଚାଲାଣକୁ ବନ୍ଦ କରୁଛୁ। ଆପଣ ଦେଖିବେ ପଥରଠୁ ଆରମ୍ଭ କରି ଅନେକ ଲଘୁ ଖଣିଜ ଦ୍ରବ୍ୟ ଏବେ ବି ଚୋରି ହଉଛି। ସରକାର କଣ କହୁଛି କଣ କରୁଛି ତା ଲୋକେ ଦେଖୁଛନ୍ତି। କହିବାରେ କିଛି ଆପତ୍ତି ନାହିଁ, କହିବାରେ ସମସ୍ତେ ଶୁଣୁଛେ, ବଡ ବଡ କଥାବାର୍ତ୍ତା କହିବାର ଦୃଢ କାର୍ଯ୍ୟାନୁଷ୍ଠାନ ହବ, କାହାକୁ ଛାଡି ଦିଆଯିବ ନାହିଁ, ଚୋରା ଚାଲାଣ ବନ୍ଦ ହବ, ଏ ସବୁ କଥା କୁହାଯାଉଛି। କିନ୍ତୁ କାର୍ଯ୍ୟରେ ଯାହା ଦେଖାଯାଉଛି ସେଟା ହିଁ ମୁଁ ତ କହୁଛି। ଆଉ କଣ ଆଗ ତାଙ୍କ ଏମଏଲଏ ମାନଙ୍କୁ କୁହନ୍ତୁ ଯେ ଏଥିରେ ସମ୍ପୃକ୍ତ ରହିବେ ନାହିଁ। ଏମଏଲଏ ମାନେ ଭାଗିଦାର, ପାର୍ଟନର ହେଇଛନ୍ତି ସବୁ ବାଲି ଉଠାଣରେ। ତାପରେ ଯଦି ରାଜ୍ୟସ୍ତରୀୟ ଗୋଟେ ତଦନ୍ତ ହୁଅନ୍ତା, ଅନେକ ଏମଏଲଏ ଧରା ପଡନ୍ତେ ଏଇ ଚୋରା କାରବାରରେ ଯୋଉମାନେ ରହିଛନ୍ତି, ସମ୍ପୃକ୍ତ ଅଛନ୍ତି। ସାର୍ ଯୋଉ ଖଣି ମାଫିଆ ମାନେ ଏବଂ ବାଲି ମାଫିଆ ମାନେ ଯୋଉ ଅଛନ୍ତି, ଆପଣ କଣ ଭାବୁଛନ୍ତି ସମସ୍ତେ ରାଜ୍ୟ ସରକାରଙ୍କ ଜାଣତରେ ଏସବୁ କାମ ଚାଲିଛି ବୋଲି? କହିଲି ପରା, ଏମଏଲଏ ବାଲି ମାଫିଆ କଣ ଏମଏଲଏ ମାନେ କରୁଛନ୍ତି। ଯଦି ଏମଏଲଏ ମାନେ ମାଫିଆ ହେଇଥିବେ ଏମଏଲଏ ମାନଙ୍କର ସେଥିରେ ମଧ୍ୟ ସମ୍ପୃକ୍ତି ରହିଛି। ଏଣୁ ଏମଏଲଏ ସମ୍ପୃକ୍ତି ରହିଛନ୍ତି ଆଉ ତାକୁ ବାଲି ମାଫିଆ ଯାଇକି ଉଠିବେ ନାହିଁ, ଆଉ କିଏ ଉଠିବ? ଏମଏଲଏ ମାନେ ରହିଛନ୍ତି ପରା, ଲୋକ ମାନେ ଦଳୀୟ ଏମଏଲଏ ମାନେ ରହିଛନ୍ତି, ଭାରତୀୟ ଜନତା ପାର୍ଟିର ଏମଏଲଏ ମାନେ ରହିଛନ୍ତି। ମୁଁ ଜୋର ଦେଇକରି କହିପାରିବି ଯଦି ତଦନ୍ତ ହୁଅନ୍ତା, ସଠିକ ଭାବରେ ତଦନ୍ତ ହବ, ଅନେକ ଏମଏଲଏ ଧରା ପଡିବେ।